ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ। ଗୁରୁବାର ଦିନ ନୂଆପଡ଼ା ଜିଲ୍ଲାପାଳ କମନା ବ୍ଲକ ମୁଣ୍ଡାପାଲ ପଞ୍ଚାୟତର ମନରେଗା କାମ ତଦାରଖ ପାଇଁ ଯାଇଥିଲେ। ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନାରେ ଖଲିଆବନ୍ଧ ଖନନ ପାଇଁ ହେଉଥିବା ମାଟି କାମରେ ଭାରରେ ମାଟି ବୋହି ଭାରକୁ ପୋଖରୀ ହୁଡ଼ାକୁ ଟେକି ନେଇଥିଲେ ନିଜେ ଜିଲ୍ଲାପାଳ। କମନା ବିଡିଓ ବିନୋଦ କୁମାର ଭୋଇ ମଧ୍ୟ ଏଠାରେ ଭାର ବୋହିଥିଲେ। ଜିଲ୍ଲାର ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲ୍ଲାପାଳ ଦାସ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ମାଟି ଖୋଳିଥିଲେ, ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ 300 ଦିନ କାମ କରି ଲକ୍ଷପତି ହୋଇପାରିଛନ୍ତି। ଜିଲ୍ଲାପାଳ ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା ଶ୍ରମିକମାନଙ୍କର ମନରେ ନୂତନ ଆତ୍ମପ୍ରତ୍ୟୟ ଯୋଗାଇ ଦେଇଛନ୍ତି। ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯାଇ ନିଜ ଗାଁରେ ପରିବାର ସହିତ ରହି ଶ୍ରମଦାନ କରି ସ୍ୱାଭିମାନ ସହିତ ବଞ୍ଚିବା ପାଇଁ ସାହସ ଜୁଟାଇଛନ୍ତି। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।